ତାଙ୍କର ପରିଷଦ ବୈଠକ ହେଉଥିଲା। ଏଥିରେ ତାଙ୍କର ବିଭିନ୍ନ ସମସ୍ୟା ମଧ୍ୟ ଅଛି। ମୋ ପାଖରେ ପହଞ୍ଚାଯିବ ସମାଜର ଶେଷ ଦାରିରେ ବସିଥିବା ଲୋକ ପାଖକୁ ତା ଉପରେ ମଧ୍ୟ ଆଲୋକପାତ କରାଗଲା। ସମବାୟକୁ ନେଇକି ଆପଣଙ୍କର ଯେଉଁଠି ସମବାୟ ଅଛି ସେଠି ସଂଗଠନ ଅଛି। ଲୋକ ଏକାଠି ହେଲେ ସମବାୟ ସଂଗଠନ ଚାଲେ। ତେଣୁ ଇଏ ସରକାରୀ ସଂସ୍ଥା ହେଲେ ବି ଲୋକଙ୍କୁ ସାଧାରଣ ଲୋକଙ୍କୁ କିପରି ନ୍ୟାୟ ଦେବା, ଛୋଟ ଛୋଟ ଜିନିଷ ତାଙ୍କ ପାଖରେ ପହଞ୍ଚେଇବା। ଆପଣଙ୍କର ସମବାୟ ଅଧୀନରେ ଆପଣ ଖାଲି LPG ଗ୍ୟାସ୍ କରିପାରିବେ, ପେଟ୍ରୋଲ ଟାଙ୍କି କରିପାରିବେ, ଆପଣ ଜନଔଷଧି କେନ୍ଦ୍ର କରିହେବ, ବିଭିନ୍ନ ପ୍ରକାର ବ୍ୟବସାୟ ମଧ୍ୟ ସମବାୟ ମାଧ୍ୟମରେ କରିହେବ। ତାକୁ ମଧ୍ୟ କେମିତି ଲୋକ ପ୍ରତ୍ୟେକ ଗାଁରେ କେମିତି ଟ୍ୟାକ୍ସ ହେବ, NPS ହେବ, ମଲ୍ଟିପୁଲ୍ ବିଜନେସ୍ କରିବେ, ସେଥିପାଇଁ ମଧ୍ୟ ସମବାୟ ତତ୍ପର ଅଛି। ଏବଂ ନୂଆ ସମବାୟ ନୀତି ମଧ୍ୟ ଆମେ ଆଣିଛୁ ଏ ବର୍ଷ, ତାକୁ ମଧ୍ୟ ଇମ୍ପ୍ଲିମେଣ୍ଟେସନ୍ କରାଯିବ ଖୁବ୍ କମ୍ ଦିନ ଭିତରେ। ଏଇସବୁ ବିଷୟ ଅଛି ଆଲୋଚନା ହେଉଛି। ଶ୍ରୀଯୁକ୍ତ କଲ୍ୟାଣ କୁମାର ଜେନା, ମୁଁ ଉପସହକାରୀ ନିବନ୍ଧକ, ହେଲା, ଅଫିସ୍ ଅଫ୍ ଦି RCS ରେଜିଷ୍ଟର ଓଡ଼ିଶାର ଯେଉଁ ନିବନ୍ଧକ କାର୍ଯ୍ୟାଳୟରେ ମୁଁ କାର୍ଯ୍ୟରତ ଏବଂ ବର୍ତ୍ତମାନ ମୁଁ ସଂଘର ସଭାପତି ଭାବରେ ଅଛି, ଦାୟିତ୍ୱ ନେଇଛି। ଏବଂ ଆଜି ହେଉଛି ଆମର 33ତମ ସାଧାରଣ ସଭା। ଏହି ସାଧାରଣ ସଭାରେ ଆମେମାନେ ସମସ୍ତେ ଓଡ଼ିଶାର ଯେତେ ସମବାୟ ନିରୀକ୍ଷକ ଆଉ ଉପନିବନ୍ଧକ ଆସିଥିଲେ ସବୁ ଏକତ୍ରିତ ହୋଇଥିଲୁ ଏବଂ ଆଜି ଆମେ ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବର ବିଧାୟକ, ମାନ୍ୟବର ସମସ୍ତଙ୍କୁ ଏକଜୁଟ କରି ଆମର ସଂଘ ଆମେ ସମସ୍ତ କଥା ସରକାରଙ୍କୁ ଜଣାଇଛୁ ଏବଂ ଆମେ ଚାହୁଁଛୁ ଆଗାମୀ ଦିନରେ କିଭଳି ଭାବରେ ଆମର ତୃଣମୂଳ ସ୍ତରରେ ଯେଉଁ ପୋଷ୍ଟ ଫିଲ୍ଅପ୍ ହୋଇପାରୁନି ସେ ପୋଷ୍ଟ ଫିଲ୍ଅପ୍ କରାଯିବ, ସୋ ଦ୍ୟାଟ୍ ସେ ପୋଷ୍ଟ ଫିଲ୍ଅପ୍ ହେଲେ ଆମେ ସାଧାରଣ ଲୋକଙ୍କର କାର୍ଯ୍ୟ କରିପାରିବୁ। ଏବଂ ବିଶେଷ କରି ପଏଣ୍ଟ ହେଉଛି ଆମମାନଙ୍କର ତଳ ସ୍ତରରେ ଯେଉଁ ବ୍ଲକ ଲେବୁଲରେ ଯେଉଁ ଜିଲ୍ଲା ସ୍ତରରେ ଯେଉଁ ପୋଷ୍ଟ ଖାଲି ପଡ଼ିଛି ସେଇ ପୋଷ୍ଟ ଗୁଡ଼ା କିପରି ଫିଲ୍ଅପ୍ କରାଯିବ। ଏକ ଦ୍ୱିତୀୟ କଥା ହେଉଛି ସେ ନିରୀକ୍ଷକମାନେ ସମବାୟ ନିରୀକ୍ଷକମାନେ କିପରି ସବାଷ୍ଟାଣ୍ଡ ରେଜିଷ୍ଟରକୁ ପ୍ରମୋସନ୍ ପାଇବେ, ତାପରେ ସେମାନେ ଆସିଷ୍ଟାଣ୍ଟ ରେଜିଷ୍ଟର ଯେଉଁମାନେ ଜିଲ୍ଲାସ୍ତରୀୟ ପୋଷ୍ଟ ସବ୍ ଡିଭିଜନାଲ ପୋଷ୍ଟ ଅଛି ସେସବୁକୁ ପ୍ରମୋସନ୍ ପାଇବେ ଏବଂ ସଂଘ କିଭଳି ଏକତ୍ରିତ ହୋଇ ସାଧାରଣ ଲୋକଙ୍କ କାର୍ଯ୍ୟ କରିବ ସେଇଟା ହେଉଛି ମୁଖ୍ୟ। ଶୁଣନ୍ତୁ, ଭାରତ ସରକାର ବର୍ତ୍ତମାନ 54 ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଇନିସିଏଟିଭ୍ ଆରମ୍ଭ କରିଛନ୍ତି। ସମବାୟ ବିଭାଗ ସେଥିପାଇଁ ତତ୍ପର ରହିଛି ଏବଂ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଚାଷୀ, ବିଶେଷ କରି ଚାଷୀ ଏବଂ ସାଧାରଣ ଉଦ୍ୟୋଗୀମାନଙ୍କୁ କିଭଳି ସେମାନଙ୍କୁ ତଳ ସ୍ତରରୁ ଅଣାଯିବ। କାରଣ କୋଅପରେଟିଭ୍ ହେଉଛି ରୁରାଲ ଇକୋନୋମି। ସାଧାରଣ ଲୋକଙ୍କର ଜୀବନ ମାନଦଣ୍ଡର ଉନ୍ନତି ଆସିଲେ ସମାଜର ସମସ୍ତଙ୍କର ଇକୋନୋମିକ୍ କଣ୍ଡିସନ୍ ବଢ଼ିବ ଏବଂ ସେମାନେ ନିଶ୍ଚିନ୍ତ ଭାବରେ ଆଗ ଧାଡ଼ିକି ଆସିବେ। ସେଥିପାଇଁ ସରକାର ପ୍ରସ୍ତୁତି ହେବେ, ଆମେ ମଧ୍ୟ ସେଥିପାଇଁ କାମ କରୁଛୁ। ଆଗ୍ରୋ ଇଣ୍ଡଷ୍ଟ୍ରି ପରପେକ୍ସଟା ହେଉଛି କୋଅପରେଟିଭ୍ ସୋସାଇଟି ଅଣ୍ଡରରେ ଯାଏ ନାହିଁ, ସେଇଟା ଆପଣଙ୍କର ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟରେ ସେଇଟା ଯାଏ। ମଣିରଞ୍ଜନ ମିଶ୍ର ସବ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଜେନେରାଲ ସେକ୍ରେଟାରୀ ଅଛି ଆମ ଆସୋସିଏସନର। ତେଣୁ ଦୀର୍ଘ 9 ବର୍ଷ ପରେ ଆମର ଆଜି ଏଇ ମିଟିଂଟି ହେଲା ଏବଂ ଆମର ମାନ୍ୟବର ମନ୍ତ୍ରୀ ସମସ୍ତେ ଆପଣମାନେ ପ୍ରେଜେନ୍ସରେ ଦେଖିଲେ। ତେଣୁକରି ଏଇ ଅନୁସାରେ ଆମେ କେମିତି ଆମର ଆସୋସିଏସନଟାକୁ ଟିକେ ସୁଦୃଢ଼ କରିବୁ, ଷ୍ଟ୍ରଙ୍ଗ କରିବୁ ଏବଂ ସେଇ ଅନୁସାରେ ଆଗକୁ ଆଗେଇ ନେବୁ ସେ ଭାବରେ ଆଜି ବିସ୍ତୃତ ଭାବରେ ଆପଣ ଦେଖିଥିବେ ସେକ୍ରେଟାରୀଙ୍କର ହେଉଛି ରିପୋର୍ଟ ମୁଁ ପଢ଼ିଥିଲି। ତେଣୁକରି ଦରକାର ପଡ଼ିଲେ ଆପଣଙ୍କୁ ଗୋଟେ ବି କପି ଆମେ ଯଦି କହିବେ ଆମେ ସବୁ ଦେଇଦେବୁ। ଆଉ ମିଟିଂର ସ୍ପେଶାଲ ଆଜ୍ଞା ଦେଖନ୍ତୁ, ଏବେ ନୂଆ କୋଅପରେସନ୍ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ ଗୋଟେ ହେଉଛି ଖୋଲିଲା। ଆଗରୁ ଏଗ୍ରିକଲଚର ଡିପାର୍ଟମେଣ୍ଟ ସହିତ ମିଶିକି ଥିଲା। ତେଣୁ ଏବେ ଯେତେବେଳେ ସେପାରେଟ୍ ଖୋଲି ଗୋଟେ ନୂଆ ହେଉଛି ଗଭର୍ଣ୍ଣମେଣ୍ଟରେ ନୂଆ ଆସୋସିଏସନ୍ ନୂଆ ଅର୍ଗାନାଇଜେସନ୍ ହେଲା, ନୂଆ ଇଏ ହେଲା। ତେଣୁକରି ଅବିକା ଯେତେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପ୍ଲାନ୍ ସବୁ ହେଉଛି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଥ୍ରୁରେ ଇମ୍ପ୍ଲିମେଣ୍ଟ କରିବ ଆଜ୍ଞା ଆମେ କୋଅପରେସନ୍ ଡିପାର୍ଟମେଣ୍ଟ। ତେଣୁକରି ନୂତନ ଟ୍ୟାକ୍ସ ଖୋଲିବ, ଲ୍ୟାମ୍ପସ୍ ଖୋଲା ହେଉଛି। ତେଣୁକରି ଆମର ଆଗରୁ 2700 ଥିଲା ହେଉଛି ଟ୍ୟାକ୍ସ ଲ୍ୟାମ୍ପସ୍ ମିଶିକି, ଏବେ ହେଉଛି 23 ପଇସା ପରଠୁ ଆମେ ଆହୁରି 1500ରୁ 1600 ହେଉଛି ଖୋଲି ସାରିଛୁ। ତେଣୁ 4000ରୁ ଉର୍ଦ୍ଧ୍ୱ ହେଉଛି ଆମ ପାଖରେ ହେଉଛି ସୋସାଇଟି ଅଛନ୍ତି ଯେଉଁମାନେ କି କୃଷି ଋଣ ସୋସାଇଟି ଯୋଗାଇ ଦେଉଛନ୍ତି। ସେଇଟା ଟ୍ରାଡିସନାଲ, ଆଗରୁ ଖାଲି ଋଣ ଯୋଗା ହେଉଥିଲା, ଏବେ ମଲ୍ଟିପୁଲ୍ ଭେରାଇଟି ଅଫ୍ ବିଜନେସ୍ ସେଇଠି ସୋସାଇଟି ଆରମ୍ଭ କରାହେଉଛି। ତେଣୁ ତାକୁ କେମିତି ସୁଦୃଢ଼ କରାହେବ, ଷ୍ଟ୍ରେଙ୍ଗଥେନ୍ କରାହେବ ଏବଂ ଆମ ଆସୋସିଏସନ୍ ଇନ୍ସପେକ୍ଟର SR ମାନେ କେମିତି ହେଉଛି ସେଇ ଅନୁସାରେ କାର୍ଯ୍ୟ କରିବେ ସେ ବାବଦରେ ଆଜି ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ ଏଜିବିଟା ଆମେ ଡାକିଥିଲୁ। ଏବଂ ତେଣୁକରି ସରକାରଙ୍କ ପାଖରେ ଆମେ ଦୃଷ୍ଟିପାତ କରିବୁ ଯେ ଆମ ଆସୋସିଏସନ୍ର ହେଉଛି କେତେ ହେଉଛି ମାନେ କଣ୍ଟ୍ରିବ୍ୟୁସନ୍ ହେଉଛି ସୋସାଇଟି ପ୍ରତି ଏବଂ ଆମ ଦେଶବାସୀଙ୍କ ପ୍ରତି ଓଡ଼ିଶା ପ୍ରତି। ଆଜ୍ଞା
माननीय मंत्री आमर जिते डिमांड आम देलु आम से कहले आम ग्रहण करूँ आलोचना करके डिमांड को फुलफिल करने चेष्टा करूँ गोटे दिन तो आम करूनी तो समय लगे तेणुक जिते प्रकार प्लान एंड प्रोग्राम आसूची आपण मैंने इम्प्लीमेंट करूँ ग्रासरूट लेवल आम आपण पचर अच्छु विकसित ओडिशा आम हूँ 2027 मसीह करूँ आपण मान सहयोग भागीदारी निहाती आवश्यकता तेणु आम भी दृढ़ संकल्प नहीं आम सरकार सहित हूँ हाथ मिलैकी सब कार्य हूँ ठीक भाव में सुचारू रूप से ग्रासरूट लेवल आम करूँ। आज्ञा आज्ञा।